राज्ୟରେ ପୁଣି ବଢ଼ିବ ତାତି। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଦବାଇ ଅଲ୍ ନୋଟିଫିକେସନରେ କ୍ଲିକ୍ କରନ୍ତୁ। ଯାହାଦ୍ୱାରା ଆଗକୁ ଏଭଳି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ପାଇପାରିବେ। ରାଜ୍ୟରେ କିଛି ଦିନରେ ଖରାରୁ ଆଶ୍ୱସ୍ତି ମିଳିବା ପରେ ପୁଣି ତାତି ପଡ଼ିଛି। ଏହି ତାତି ଆଗାମୀ 5 ଦିନ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଇଛି। ଦିନ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇ 3 ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ରହିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିବା ଅନୁସାରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟ ସବୁଆଡ଼େ ଗ୍ରୀଷ୍ମର ପ୍ରକୋପ ଜାରି ରହିବ। 24 ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଗୁଳିଗୁଳି ପ୍ରଭାବ ଜାରି ରହିବ। ରାଜ୍ୟରେ ତାପମାତ୍ରା ବୃଦ୍ଧି ହେଲେ ବି ଦିନରେ ଅତ୍ୟଧିକ ତାପମାତ୍ରା ରହିବ ନାହିଁ। ରାଜ୍ୟର ଉପକୂଳିଆ ଅଞ୍ଚଳମାନଙ୍କରେ ତାପମାତ୍ରା କମ୍ ଏବଂ ଆର୍ଦ୍ରତା ଥିବାରୁ ସେଠାରେ ବେଶୀ ଗୁଳିଗୁଳି ଅନୁଭୂତି ହେଉଛି। ସେହିପରି ଆଗାମୀ 4-5 ଦିନ ମଧ୍ୟରେ ଓଡ଼ିଶାର ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ। ଏହି ବର୍ଷ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ଥିବାବେଳେ କେତେକ ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟର କିଛି ସହରଗୁଡ଼ିକର ତାପମାତ୍ରା 40 ଡିଗ୍ରୀ ରହିଛି। ଝାରସୁଗୁଡ଼ାରେ 42.4 ଡିଗ୍ରୀ ଏବଂ ସମ୍ବଲପୁରରେ 40.7 ଡିଗ୍ରୀ ରହିଛି। ନୂଆପଡ଼ାରେ 40.4 ଡିଗ୍ରୀ ଓ ବଲାଙ୍ଗୀରରେ 40.3 ଏବଂ ସୋନପୁର ଟିଟିଲାଗଡ଼ରେ 40, କଟକରେ 35.5 ଡିଗ୍ରୀ ରେକର୍ଡର ହ୍ରାସ ପାଇଛି।